ସତ ହେଲା ମାଳିକା ବଚନ, ଚିନ୍ତାରେ ପୁଅ ମାନେ। ବିବାହ ହେଉଛି ବିଳମ୍ବ, ମିଳୁନାହାନ୍ତି ଝିଅ। ମହାପୁରୁଷ ଯାହା କହିଥିଲେ ତାହା ଘଟିଲା। ମାଳିକା କୁହେ ଭବିଷ୍ୟତ କଥା। ମହାପୁରୁଷଙ୍କ ଭବିଷ୍ୟବାଣୀ ବାରମ୍ବାର ସତ ହେବାରେ ଲାଗିଛି। ଆଉ ଆଜି ସେହି ସମୟ ପହଞ୍ଚି ଯାଇଛି। ପୁଅକୁ ବିବାହ କରିବାକୁ ଝିଅ ମିଳୁନାହାନ୍ତି। ମାଳିକାରେ କୁହାଯାଉଥିଲା, ଏମିତି ଏକ ସମୟ ଆସିବ ଯେତେବେଳେ ବିବାହ କରିବାକୁ ଝିଅ ମିଳିବେ ନାହିଁ। ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିଯିବ। ଏବେ ବିବାହ ପାଇଁ ଝିଅକୁ କିଣିବାକୁ ପଡୁଛି। ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ ହେବାରେ ଲାଗିଛି। ପୁଅଙ୍କୁ ମିଳୁନାହାନ୍ତି ବିବାହର ପାଇଁ ଝିଅ। ତେବେ ମହାପୁରୁଷ 600 ବର୍ଷ ପୂର୍ବରୁ ଯେଉଁ ଭବିଷ୍ୟବାଣୀ କରି ଯାଇଥିଲେ ତାହା ଗୋଟି ଗୋଟି କରି ସତ ହେବାରେ ଲାଗିଛି। ମାଳିକା ବଚନ ଅନୁସାରେ 2027ରେ କଳିଯୁଗ ଶେଷ ହେବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଭୂମିକମ୍ପ, ଅକାଳ ମରୁଡ଼ି ଭଳି ଅନେକ ଭୟଙ୍କର ପରିସ୍ଥିତି ଦେଖାଦେବ। ଏହା ସହିତ ଅନ୍ୟ ଏକ ବାଣୀ ଯାହା ସତ ହେଉଛି ଏବଂ ଏହା ପାଇଁ ସମସ୍ତେ ଚିନ୍ତିତ ମଧ୍ୟ, ତାହା ହେଉଛି ଝିଅର ଅଭାବ। ବାହାଘର ପାଇଁ ଝିଅ ମିଳିବା ବର୍ତ୍ତମାନ ସମୟର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହା ମାଳିକାରେ ମଧ୍ୟ ରଚିତ ରହିଛି। 2027 ମସିହା ଠାରୁ ଝିଅ ମାନଙ୍କର ଅଭାବ ଦେଖାଦେବ। ଲୋକେ ଜାତି ଅଜାତି ନ ଦେଖି ବିବାହ କରିବେ। ପୁଅମାନଙ୍କ ମଧ୍ୟରେ ଝିଅମାନଙ୍କୁ ନେଇ ମହାଭାରତ ମଧ୍ୟ ଦେଖାଦେବ। ଆଉ ଏହି ଘଟଣା ଘଟିବା ଆରମ୍ଭ ହୋଇଯାଇଛି ଆଜ୍ଞା। ପୁଅମାନେ ଏବଂ ପରିବାର ଲୋକେ ପୁଅ ବିବାହ କରିବାକୁ ଚିନ୍ତାରେ ରହୁଛନ୍ତି। ପୁଅଙ୍କୁ ମିଳୁନାହିଁ ଝିଅ, ଯାହାକୁ ନେଇ ସମସ୍ତେ ବେଶ ଚିନ୍ତାରେ ରହୁଛନ୍ତି। ତେବେ ଏଭଳି ପରିସ୍ଥିତି ବର୍ତ୍ତମାନ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଭୟଙ୍କର ରୂପ ନେଇପାରେ ବୋଲି ମଧ୍ୟ କୁହାଯାଉଛି। ତେବେ ଯଦି ଝିଅଙ୍କ ସଂଖ୍ୟା କମିଯିବ, ତେବେ ଦୁନିଆ ଧୀରେ ଧୀରେ ଶେଷ ହେବାରେ ଲାଗିବ।